আর নাইন কোড়ভগা মাটির সুনাপুও খগেন্দ্র। মা মাটির সেবা করুন করুন শুই পড়লে সে মার কুলে। জবান পুকে ସବୁଦିନ ଲାଗି ହରେଇ କରି ପୁରା ପରିବାର ଭାଙ୍ଗି ପଡ଼ିଛନ୍। କନ୍ଦା ବୁବାରେ ଫାଟି ପଡ଼ୁଛେ ପୁରା ଗାଁ ସାରା। ଚାରିଆଡ଼େ ଦୁଃଖର ପରିବେଶ। ଦେଖୁନ୍ ଇ ଦୁରୁସ ହଉଛେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୋଡ଼ଭଗା ଗାଁର। ଇ ଗାଁର ସୁନା ପୁଅ ଆର୍ ନାଇନ। ଦେଶ ମାଟିର ସେବା କରୁଥିବା ସମୟାନେ ସେ ଶହୀଦ ହେଇଯାଇଛନ୍। ଗୋଡ଼ଭଗା ଗାଁର ଫକୀର ମହାପାତ୍ରଙ୍କର ବୀର ପୁଅ ବିଏସ୍ଏଫ୍ ଯବାନ ଖଗେନ୍ଦ୍ର ମହାପାତ୍ର ଶହୀଦ ହେଇଯାଇଛନ୍। ଗଲା 14 ବରଷ ଆଘନୁ ଖଗେନ୍ଦ୍ର ବିଏସ୍ଏଫ୍ରେ ଯବାନ ଭାବେ ଯୋଗ ଦେଇଥିଲେ ଆର୍ ଦେଶର ସେବା କରୁଥିଲେ। ମଣିପୁର ଆର୍ ମେଘାଳୟ ଏରିଆନେ ତାଙ୍କର ପୋଷ୍ଟିଂ ହେଇଥିଲା। ନୂଆଖାଇକେ ବି ଗାଁକେ ନାଇଁ ଆସି। ଘରର ଲୋକକେ କହିଥିଲେ ଦଶରାକେ ଆସମେ ବୋଲି, ହେଲେ କେ ଜାନିଥିଲା ଆଜିର ଜୀବନ କାଲକେ ନାଇଁ ଥାଏନ ଆଉ ବୋଲି। ଦଶରା ଆସବାର ଆଘନୁ ଇ ଦୁନିଆ ଛାଡ଼ିଗଲେ ଯବାନ ଖଗେନ୍ଦ୍ର। ଗଲା 3 ତାରିଖ ଦିନ ମିଲିଟାରୀ ରୁଟିନ୍ ସରିଲା ଉତାରୁ ଘାସ ସଫେଇ କାମଥି ଲାଗି ପଡ଼ିଥିଲେ ଯବାନ। କାମ କରୁଥିବାର ସମୟାନେ ହଠାତ୍ ଇଲେକ୍ଟ୍ରିକ୍ କରେଣ୍ଟ ଲାଗିଥିଲା ତାହାକୁ। ସାଙ୍ଗେ ସାଙ୍ଗେ ହସ୍ପିଟାଲକେ ନେଲା ପରେ ସେନୁ ଡାକ୍ତର ତାହାକୁ ଆର୍ ନାଇନ ବୋଲି ଘୋଷଣା କରି ଦେଇଥିଲେ। ତାରପରେ ମିଲିଟାରୀ ଅଫିସରୁ ଆସିଥିଲା ଖଗେନ୍ଦ୍ରଙ୍କର ଘରକେ ଫୋନ୍, ଖଗେନ୍ଦ୍ର ଆର୍ ନାଇନ। ଇ କଥାଟା ଚାରିଆଡ଼େ ଚହଲ ପଡ଼ିଗଲା। କିଏ ବିଶ୍ୱାସ କରି ନାଇଁ ପାରିଲେ, ହେଲେ ସତଟା ସତ ହିଁ ଆଏ। ଖଗେନ୍ଦ୍ର ନିଜର ମା, ବାପା, ଭାଇ, ସ୍ତ୍ରୀ ଆର୍ ନିଜର ଛୋଟ ଛୁଆକେ ଛାଡ଼ିକରି ଭାରତ ମାର କୁଲେ ସବୁଦିନର ଲାଗି ଶୁଇ ପଡ଼ଲେ। ଗଲାକାଲ ମେଘାଳୟନୁ ରାୟପୁରକେ ଫ୍ଲାଇଟନେ ତାଙ୍କର ପାର୍ଥିବ ଶରୀର ଆସିଲା ଉତାରୁ ରାୟପୁରନୁ ଗାଡ଼ିଥି ଗାଁମାଟକେ ଆଜ ସଖାଲୁ ତାଙ୍କର ପାର୍ଥିବ ଶରୀର ପହଞ୍ଚିଛେ। ପରିବାର ଲୋକ ବନ୍ଧୁ ବାନ୍ଧବ ସଙ୍ଗେ ସଭେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ତାରପରେ ଗୋଟେ ବିରାଟ ଶୋଭାଯାତ୍ରା କରି ରାଷ୍ଟ୍ରୀୟ ମର୍ଯ୍ୟାଦା ସାଙ୍ଗେ ତାଙ୍କର ଅନ୍ତିମ ସଂସ୍କାର ହେବାରକେ ଯାଉଛେ। ସମକର ମୁହେଁ ଗୁଟେ ନ କଥା, ଖଗେନ୍ଦ୍ର ମହାପାତ୍ର ଅମର ରହେ, ଶହୀଦ ଯବାନ ଅମର ରହେ। আর নাইন কোড়ভগা মাটির সুনা পুও খগেন্দ্র। মা মাটির সেবা করুন করুন শুই পড়লে সে মার কুলে।